30 वर्ष पर आसले एकाधरे तीनटा हिरोइन ନାଇଁ ତିନିଟା ନାଇଁ କାହିଁ ଆହୁରି ଅଧିକ ନା ଦେଖି ପାଞ୍ଚଟା ନା ଗୋଟେ ଭୂତ ସାଙ୍ଗରେ ଗୋଟେ ହିରୋଇନ୍ ତାପରେ ଗୋଟେ ବାପା ଗୋଟେ ସାଙ୍ଗରେ ଗୋଟେ ହିରୋଇନ୍ 5 ଜଣ ହିରୋଇନ୍ ସେମିତି କହିଲା ବେଳକୁ 3 ଜଣ ହିରୋ ସାଙ୍ଗରେ ଗୋଟେ କ୍ୟାରେକ୍ଟର ସାଙ୍ଗରେ ମୁଁ 3ଟା କ୍ୟାରେକ୍ଟର କରିଛି 3ଟା କ୍ୟାରେକ୍ଟର 5ଟା ହିରୋଇନ୍ ମାନେ ଯେତିକି ବାକି ଥିଲା ଥରକେ ସୁଝିଲେ ମେ ବି ଭଲ ଭଲ ଜିନିଷ ଆପଣମାନେ ସବୁ ଜାଣିଛନ୍ତି ମୁଁ ମାନେ ପୂର୍ବରୁ ଆସିଥିଲି ଲାଇଟିଂ ଲାଇନ୍କୁ ମାନେ ମୁଁ ନୂଆ ଆସିବି ମୋତେ ଲାଗୁଛି କିଏ ଚିହ୍ନି ନଥିବେ ମୁଁ ନୂଆ ଆସିଛି ବୋଲି ଇଣ୍ଟ୍ରୋଡ୍ୟୁସ୍ ହେଇଯିବି ଯେ ନୂଆ ଆସିଛି ଲାଇନ୍କୁ ବୋଲି ମୁଁ ମାନେ ବିଫୋର୍ ଆସିଛି ବୋଲି ଆପଣମାନେ କିଏ ଜାଣିଛନ୍ତି କି ସମସ୍ତେ ଜାଣିଛନ୍ତି ମୁଁ କେଉଁ ଫିଲ୍ମଟା ମୋର କହିଲେ ଆରେ ବାବା ତାହେଲେ ମୁଁ କହୁଛି ଆକ୍ଚୁଆଲି ଏତେ ଲଙ୍ଗ୍ ଟାଇମ୍ ପରେ ଏତେ ବଡ଼ ରିସ୍କ ନେବାଟା ସହଜ ନୁହଁ ନେଇଛୁ କେମିତି ଲାଗିବ ମୁଁ ଜାଣିନି ଯଦି ଭଲ ଲାଗିବ କିନ୍ତୁ ଆସନ୍ତୁ ଭଲ ନ ଲାଗିଲେ ନ ଆସିଲେ ମୋତେ ପନିସମେଣ୍ଟ ମିଳିବ ଭଲ ଆମେ ସାବାଡ଼ ବି ହେବୁ କିନ୍ତୁ ଭଲ ଲାଗିଲେ ଆସନ୍ତୁ ମୋ ଇଣ୍ଡଷ୍ଟ୍ରି ବଞ୍ଚିବା ପାଇଁ ସାର୍ ମାନେ ହଠାତ୍ 30 ବର୍ଷର ଗ୍ୟାପ୍ କ'ଣ ପାଇଁ ରହିଲା ଏତେ ଦିନ କାରଣ ସେତେବେଳେ ବି ଯେଉଁ ଟାଇମ୍ରେ ସିନେମା ଆକ୍ଚୁଆଲି କାରଣ ମୋତେ ବହୁତ ଅଫର୍ ମିଳିଛି ମୁଁ କରିପାରିନି ଏବଂ ମୋତେ ମୋ ଟାଇମ୍ରେ ମୁଁ ଦାଦାଗିରି କଲି ଆକ୍ଚୁଆଲି ମୁଁ ବିଜନେସ୍ କରୁଥିଲି ବିଜନେସ୍ରୁ ଆସିଲି ପ୍ରଡ୍ୟୁସର ଲାଇନ୍କୁ ପ୍ରଡ୍ୟୁସର ଉତ୍ତମ ଭାଇର ଆକ୍ଚୁଆଲି ବହୁତ ହାତ ଏଥିରେ ପ୍ରଡ୍ୟୁସର ଲାଇନ୍କୁ ଆସିଲି ମୁଁ ପ୍ରଡ୍ୟୁସ୍ କରୁଥିଲି ଦାଦାଗିରି ଶ୍ରୀରାମ ଭାଇ ମୋ ଆକ୍ଟିଂ କରୁଥିଲେ ମାନେ ସେ ଶ୍ରୀରାମ ଭାଇ ଉତ୍ତମ ଭାଇ ତୁ ନିଜେ ଗୋଟେ କରୁନୁ କହିକି ମୋତେ ସେ ଠେଲିକି ପୁରେଇ ଦେଲେ ଆଉ ମୁଁ ପଶିବି ଗଲି ତାପରେ ଯେହେତୁ ବିଜନେସ୍ ଲାଇନ୍ ପୁଣି ବିଜନେସ୍କୁ ବ୍ୟାକ୍ କରି ଆସିଲି ଏବେ ତ ପୁରା କମ୍ପ୍ଲିଟ୍ ଫ୍ରି ହେଇକି ପୁଣି ଆସିଛି କିନ୍ତୁ ଏତେ ବର୍ଷ ପରେ ହିରୋ ଆଉ ମେଜର ରୋଲ୍ କରିବାଟା ରିସ୍କି ତ ନେଇଛୁ ଦେଖିବା କ'ଣ ହେଉଛି नहीं तथापि से समय जो डायरेक्शन रोला बर्तमान डायरेक्शन बर्तमान कैमेरा सेटअप ये सब भितर केमती खाप खाई माने एक्टिंग कराटा केते सहज ना कष्ट କିଛି ନାହିଁ ମୁଁ ଯଦି ଏଇ କ୍ୟାମେରା ତୁ ମୁଁ ରିଏଲ୍ କ୍ୟାମେରା ଚାହିଁକି ମୁଁ କହୁଛି ମୁଁ ସେଇ କ୍ୟାମେରା ଚାହିଁ କହିବି ସେ ବଡ଼ କ୍ୟାମେରା ହଉ ଛୋଟ କ୍ୟାମେରା ହଉ ଆମକୁ ପ୍ରଥମେ ଟିକେ ଅବାଗିଆ ଥିଲା କାହିଁକିନା ସେ ଯେଉଁ I3 ଯେଉଁ ଗୋଟେ ସାଉଣ୍ଡ ହୁଏ ଗୋଟେ କଡ଼ କଡ଼ ଗୋଟେ ସାଉଣ୍ଡ ହୁଏ ସେଇ ସାଉଣ୍ଡଟା ନହେଲେ ଆକ୍ଟିଂ ବାହାରେନି ଏଇ ଯେଉଁ କୁଲ୍ ଏବେ ଯେଉଁ ବାହାରୁଛି ଯେଉଁ କ୍ୟାମେରା କୁଲ୍ ଟିକେ ଆମ ପ୍ରୋବ୍ଲେମ୍ ମୋତେ ହେଇଥିଲା କାହିଁକିନା ମୁଁ ଯେତେବେଳେ ଆଗରୁ ଆସିଲି ଗୋଟେ ଏ ମନ ମାନେ ନା ଗୋଟେ ଛୋଟ ଭିଲିଆନ୍ଟେ କରିଥିଲି ତାପରେ ଡନ୍ ଗୋଟେ ଗୋଟେ ସେଇ ଯେଉଁ ଟାଇମ୍ରେ I3 ବନ୍ଦ ହେଲା ତ ଆମକୁ ଟିକେ ଅବାଗିଆ ଲାଗିଥିଲା କିଛି ନାହିଁ ଆକ୍ଟିଂ କରିବା କ୍ୟାମେରା ଆଗରେ କିଛି नहीं तथापि कौन भाବୁଛନ୍ତି ଏବେ ଲୋକ କେତେ ଆକ୍ସେପ୍ଟ କରିବେ କାରଣ ଗୋଟେ ଆମେ କହିପାରିବା ରିସ୍କ ଭଲ ହେଲେ 100% ଲୋକ ଗ୍ରହଣ କରିବେ ଭଲ ହେଇଥିଲେ 100% ଲୋକ ଗ୍ରହଣ କରିବେ ନହେଲେ ଯଦି ଭଲ ନ ହେଇଥିବ ଲୋକ ପନିସମେଣ୍ଟ ଦେବେ ହିରୋ ପାଇଁ ବୟସର ଆବଶ୍ୟକତା ନାହିଁ କେମିତି କହିବା କେଉଁ ଲାଇନ୍ରେ କହିବା ହିରୋ ହେଉଛି ହିରୋ ମାନେ ମୁଁ ଜାଣିଛି ଯେ ଫିଲ୍ମର ମୂଳ ଯେ ମୁଖ୍ୟ ନାୟକଟା ହେଲା ହିରୋ ବୋଲି ସେ ତମେ ଯଦି ଗୋଟେ ମୁଁ ବର୍ତ୍ତମାନ ଗୋଟେ ପିଲା ନେଇଥାନ୍ତି ଯିଏକି 3ଟା ଗୀତରେ ନାଚିଥାନ୍ତା ସେ ଆଉ 2-3ଟା ସିନ୍ କରିଥାନ୍ତା ଏତିକି ମୋଠୁ ଆକ୍ଟିଂ ତ ନେଇଥାନ୍ତା ସେ ଆଉ ଗୋଟେ ପିଲା ହେଇଥିଲେ ତ ସେଟା ଯଦି ମୁଁ କରିଦେଇ ପାରିଲି ଆଉ ପ୍ରୋବ୍ଲେମ୍ କ'ଣ ଅଛି ଏଜ୍ କ'ଣ କେଉଁଠି କେଉଁ ଗ୍ରାଉଣ୍ଡରେ ଆମେ ହଲିଉଡ଼ ବଲିଉଡ଼ କେଉଁଠି ସେଗୁଡ଼ା ତ ଗୋଟେ ଆରାମରେ ମୁଁ ସର୍ଟ ଦେଇଛି ଦେଖିବା ସର୍ଟ ଦେଇଛି କେତେ ଏଜ୍ ଭଳିଆ ଲାଗୁଛି ଗେସ୍ କର ସର୍ଟ ଯେଉଁ ଦେଇଛି ଯେଉଁ କେତେ ଗେସ୍ ଭଳିଆ କେତେ ଏଜ୍ ଭଳିଆ ଲାଗୁଛି ମୁଁ ଜାଣିଛି ବୋଲି ନୁହଁ ଦେଖିଲା ପରେ ଆମେ ଦେଖୁଛୁ କେତେ ଆମକୁ କେତେ ଏଜ୍ ଆଜି ମୁଁ ସବୁ ଜାଣିଛ ମୁଁ ଧର ମୋ ସାନ ଭାଇ ଇଏ ସେ ସବୁ ପୁତୁରା ଏମିତି ସମସ୍ତଙ୍କୁ ଜାଣିଦେଇଛ ମୋ କେତେ ଏଜ୍ ବୋଲି ସେଇଟା ଅଲଗା କଥା କିନ୍ତୁ ଯେଉଁ ଦେଖିକିରି ଆକ୍ଟିଂ ଦେଖିକିରି ବା ଫିଗର ଦେଖିକିରି ବା ଯେଉଁ ଫିଟନେସ୍ ଦେଖିକିରି ଏଜ୍ଟା ଦେଖିବ ଲାଗୁଛି ନାହିଁ ମୁଁ ଏତେ କହୁନି ମାନେ ମୁଁ ରିସ୍କ ନେଇଛୁ ଲୋକଙ୍କୁ ଦେଖିବା ପୁଣି ଆଉ ଲୋକଙ୍କୁ ପୁଣି ଆମ ରିସ୍କ ସାଙ୍ଗରେ ଲୋକ ପୁଣି ଆମକୁ ଗ୍ରହଣ କରୁଛନ୍ତି ନା ସେଟା କହିପାରିବିନି ଆଉ କେତେ 5 ଦିନ 6 ତାରିଖ ରିଲିଜ୍ ହେବ 4-5 ଦିନ ଭିତରେ ଜଣାପଡ଼ିଯିବ ଆମେ କେତେ ଗ୍ରହଣ କରିବା କିନ୍ତୁ ଆକ୍ଚୁଆଲି ବହୁତ କଷ୍ଟ କରୁଛୁ ସିନେମା ପାଇଁ अच्छा 30 वर्ष पर आसले एकाधरे तीनटा हिरोइन ନାଇଁ 3ଟା ନାଇଁ କାହିଁ ଆହୁରି ଅଧିକ ନା ଦେଖି 5ଟା ନା ଗୋଟେ ଭୂତ ସାଙ୍ଗରେ ଗୋଟେ ହିରୋଇନ୍ ତାପରେ ଗୋଟେ ବାପା ଗୋଟେ ସାଙ୍ଗରେ ଗୋଟେ ହିରୋଇନ୍ 5 ଜଣ ହିରୋଇନ୍ ସେମିତି କହିଲା ବେଳକୁ 3 ଜଣ ହିରୋ ସାଙ୍ଗରେ ଗୋଟେ କ୍ୟାରେକ୍ଟର ସାଙ୍ଗରେ ମୁଁ 3ଟା କ୍ୟାରେକ୍ଟର କରିଛି 3ଟା କ୍ୟାରେକ୍ଟର 5ଟା ହିରୋଇନ୍ ମାନେ ଯେତିକି ବାକି ଥିଲା ଥରକେ ସୁଝିଲେ ମେ ବି ଭଲ ଜିନିଷ ଠିକ୍ ଅଛି